ସାଇକୋଲୋଜି କହିଥାଏ ଯଦି ଆପଣ ଭଲ ଭାବରେ ଜାଣିଥିବା କୌଣସି ମହିଳା ସହିତ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ତାଙ୍କ ସହିତ ରୋମାଣ୍ଟିକ୍ ଭରା କଥା ହୁଅନ୍ତୁ। ଦ୍ୱିତୀୟରେ ତାଙ୍କର ପ୍ରଶଂସା କରନ୍ତୁ ଓ ମଝିରେ ମଝିରେ ତାଙ୍କ ଆଖି, ଓଠ, ବେକ, ଛାତି, ଅଣ୍ଟା ଓ ତାଙ୍କ ଗାଣ୍ଡି ପିଚାକୁ ବାରମ୍ବାର ଦେଖନ୍ତୁ। ଯଦି ସେ ଆପଣଙ୍କ ଏହି ଇସାରା ଗୁଡ଼ିକୁ ବୁଝିପାରନ୍ତି ତେବେ ଭାବିନିଅନ୍ତୁ ଆପଣଙ୍କ କାମ ହୋଇଗଲା ବୋଲି। ସାଇକୋଲୋଜି କହିଥାଏ ସେକ୍ସ କରିବା ସମୟରେ ପୁରୁଷମାନଙ୍କର ଚରମ ସୁଖର ଆନନ୍ଦ 6 ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ, କିନ୍ତୁ ମହିଳାମାନଙ୍କର ସେହି ଚରମ ସୁଖର ଆନନ୍ଦ 20 ସେକେଣ୍ଡ ପର୍ଯ୍ୟନ୍ତ ରହିଥାଏ। ସାଇକୋଲୋଜି କହିଥାଏ ଯେଉଁ ଝିଅମାନଙ୍କର ଓଠ ଉପରେ କଳା ଯାଇଥାଏ ସେମାନେ ସବୁଠାରୁ ଅଧିକ କାମୁକ ସ୍ୱଭାବର ହୋଇଥାନ୍ତି। ସାଇକୋଲୋଜି କହିଥାଏ ଯଦି କୌଣସି ଝିଅକୁ ସେକ୍ସ କରିବା ପାଇଁ ପଟେଇବାକୁ ଚାହୁଁଛନ୍ତି ତେବେ ସର୍ବପ୍ରଥମେ ତାଙ୍କ ସହିତ ହସ ମଜାକ କରନ୍ତୁ ଓ ତାଙ୍କର ଅଧିକ ପ୍ରଶଂସା କରନ୍ତୁ, ସେ ସହଜରେ ମାନିଯିବେ। ସାଇକୋଲୋଜି କହିଥାଏ ମହିଳାକୁ ସେକ୍ସ ପାଇଁ ଗୋଟେ କାରଣ ଆବଶ୍ୟକ ହୋଇଥାଏ, କିନ୍ତୁ ପୁରୁଷକୁ ବାସ୍ ଏକ ଜାଗାର ଆବଶ୍ୟକ ହୋଇଥାଏ। ସାଇକୋଲୋଜି କହିଥାଏ ସେକ୍ସରେ ରୁଚି କମ୍ ହୋଇଯାଇଥିଲେ ତେବେ ଯେକୌଣସି ଏକ୍ସରସାଇଜ୍ କରିବା ଦ୍ୱାରା ପୁଣି ଥରେ ସେକ୍ସର ଇଚ୍ଛା ଜାଗ୍ରତ ହୋଇଥାଏ। ସାଇକୋଲୋଜି କହିଥାଏ ଏକ ରିସର୍ଚ୍ଚ ଅନୁସାରେ 80%ରୁ ଅଧିକ ମହିଳା ସେକ୍ସ କରିବା ପୂର୍ବରୁ ଭୁଲ ସାଇଜର ବ୍ରା ପିନ୍ଧୁଥିବା କାରଣ ପାଇଁ ତାଙ୍କ ପୁରୁଷ ସାଥୀକୁ କମ୍ ଆକର୍ଷିତ କରିପାରିଥାନ୍ତି। ସାଇକୋଲୋଜି କହିଥାଏ ମହିଳାମାନେ ଯେତେବେଳେ ନିଜକୁ ଅସୁରକ୍ଷିତ ଅନୁଭବ କରିଥାନ୍ତି ତେବେ ସେ ମୁଖ୍ୟତଃ ନିଜ କପଡ଼ା, ଗହଣା, ବେକ ଓ ବାଳ ଛୁଇଁବାକୁ ପସନ୍ଦ କରିଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣ କାହାକୁ ନିଜ କଥାରେ ଆକର୍ଷିତ କରିବାକୁ ଚାହୁଁଛନ୍ତି ତେବେ କଥାରେ ଆରମ୍ଭ ଏଇଭଳି କରନ୍ତୁ କି ଏମିତି ତ ମୁଁ କହିବାକୁ ଚାହୁଁନଥିଲି, କିନ୍ତୁ ସାଇକୋଲୋଜି କହିଥାଏ ଯେତେବେଳେ ଆପଣ ଦୁଃଖୀ ହୋଇଥାନ୍ତି ବା କାନ୍ଦିଥାନ୍ତି ତେବେ ସେହି ସମୟରେ ସେହି ମଣିଷର ମୁହଁ ଆମ ଆଖି ସାମ୍ନାକୁ ଚାଲି ଆସିଥାଏ ଯାହାକୁ ଆପଣ ସବୁଠାରୁ ଅଧିକ ଭଲ ପାଇଥାନ୍ତି।